ନୂଆ ସିରିଏଲରେ ଅଭିନୟ କରିବେ ରଜ ସୁନ୍ଦରୀ ୱିନର ଲକ୍ଷ୍ମୀପ୍ରିୟା ସାହୁ। ତ ଫ୍ରେଣ୍ଡସ୍ ଆପଣମାନେ ରଜ ସୁନ୍ଦରୀ ତ 2024 ମସିହାରେ ନିଶ୍ଚିତ ଭାବରେ ଦେଖିଥିବେ। ରଜ ସୁନ୍ଦରୀର ଏବେ 4ଟା ସିଜନ୍ ସରିଯାଇଛି ଆଉ 2024 ମସିହାର ୱିନର ହୋଇଛନ୍ତି ଲକ୍ଷ୍ମୀପ୍ରିୟା ସାହୁ। ତାହେଲେ ଲକ୍ଷ୍ମୀପ୍ରିୟା ସାହୁ ଛୋଟ ବେଳରୁ ହିଁ ସୁନ୍ଦର ଅଭିନୟ କରିଥାନ୍ତି। ସୁନ୍ଦର ଅଭିନୟ କରି ସାରା ଓଡ଼ିଶାର ଲୋକମାନଙ୍କ ମନକୁ ସେ ଜିତିବାରେ ସଫଳ ହୋଇଛନ୍ତି। ତ ଲକ୍ଷ୍ମୀପ୍ରିୟା ସାହୁ ଏବର୍ଷ ରଜ ସୁନ୍ଦରୀ ୱିନର ହୋଇଛନ୍ତି। ରଜ ସୁନ୍ଦରୀ ଜିତିଲା ପରେ ସେ ଏବେ ଓଡ଼ିଆ ସିରିଏଲରେ ଅଭିନୟ କରିବାକୁ ଯାଉଛନ୍ତି। ତ ଫ୍ରେଣ୍ଡସ୍ ଆପଣମାନେ ରଜ ସୁନ୍ଦରୀର 4ଟା ସିଜନ୍ ଦେଖିଥିବେ। ପ୍ରଥମ ସିଜନ୍ରେ ଆପଣମାନେ ନେହା ନାଗେଶ୍ୱରୀଙ୍କୁ ଅଭିନୟ କରି ଏହି ପ୍ରଥମ ସିଜନ୍ ଜିତିଥିବାର ଦେଖିଥିବେ। ଆଉ ଏବେ ନେହା ନାଗେଶ୍ୱରୀ ତୋ ପାଇଁ ତୋରି ପାଇଁ ସିରିଏଲରେ ସୁନ୍ଦର ଅଭିନୟ କରୁଥିବାର ନଜର ଆସିଛନ୍ତି। ତ ସେଇଭଳି 2024 ମସିହାରେ ଏବେ ଲକ୍ଷ୍ମୀପ୍ରିୟା ରଜ ସୁନ୍ଦରୀ ଜିତି ଯାଇଛନ୍ତି। ତାଙ୍କୁ ଏବେ ଗୋଟିଏ ନୂଆ ସିରିଏଲରେ ଅଭିନୟ କରିବାର ଅଫର୍ ହୋଇଛି। ଆଉ ଏହି ସିରିଏଲରେ ଅଭିନୟ କରିବା ପାଇଁ ତାଙ୍କୁ ପ୍ରାୟ 20,000 ରୁ 25,000 ଟଙ୍କା ମିଳିବ ବୋଲି ଶୁଣିବାକୁ ମିଳିଛି। ତାହେଲେ ଲକ୍ଷ୍ମୀପ୍ରିୟା ଓଡ଼ିଆ ସିରିଏଲରେ ନିଜର ଯାଦୁ ନିଶ୍ଚିତ ଭାବରେ ଦେଖିବେ ବୋଲି କହିଛନ୍ତି। ତାହେଲେ ଲକ୍ଷ୍ମୀପ୍ରିୟାଙ୍କୁ ନେଇ କିଛି ଆଲବମ୍ ଏବେ ରିଲିଜ୍ ହେବାକୁ ରହିଛି ଆଉ ଏହାର ସୁଟିଂ ଏବେ ଆରମ୍ଭ ହେଉଛି। ତାହେଲେ ଲକ୍ଷ୍ମୀପ୍ରିୟା ଏବେ ଗୋଟେ ମିଡିଲ୍ କ୍ଲାସ୍ ଫ୍ୟାମିଲିରୁ ଆସି ଅଲିଉଡ୍ ଇଣ୍ଡଷ୍ଟ୍ରିର ଜଣେ ଆଗ ଧାଡ଼ିର ଅଭିନେତ୍ରୀ ହେବାକୁ ଯାଉଛନ୍ତି। ତ ଫ୍ରେଣ୍ଡସ୍ ଆପଣମାନେ ରଜ ସୁନ୍ଦରୀ 2024 ମସିହାରେ ଦେଖିଛନ୍ତି ନା ନାହିଁ? ଆଉ ରଜ ସୁନ୍ଦରୀରେ ଲକ୍ଷ୍ମୀପ୍ରିୟାଙ୍କର ପରଫର୍ମାନ୍ସ କେମିତି ରହିଛି ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଭାବରେ କମେଣ୍ଟ କରନ୍ତୁ। ଆଉ ଏଭଳି ଅଲିଉଡ୍ ସମ୍ବନ୍ଧିତ ଟିକେ ଖବର ବିଷୟରେ ଅଧିକ ଜାଣିବାକୁ ଚ୍ୟାନେଲକୁ ଜଲ୍ଦି ସବସ୍କ୍ରାଇବ୍ କରିନିଅନ୍ତୁ।